ଯୋଗ ବିଦ୍ୟା ହେଉଛି ବିଶ୍ୱବାସୀଙ୍କୁ ଭାରତୀୟ ସଭ୍ୟତାର ଗୋଟେ ବଡ଼ ଉପହାର। ଗଲା 11 ବছର ଭିତରେ ଯୋଗର ପ୍ରଚାର ପ୍ରସାର ବ୍ୟାପକ ହେବାର ସାଙ୍ଗେ ସାରା ପୃଥିବୀକେ ଗୋଟେ ସୂତାତି ବାନ୍ଧି ପାରିଛେ। ଆବାକାଲ ହେବାରକେ ଥିବା 11 ନମ୍ବର ଆନ୍ତର୍ଜାତୀୟ ଯୋଗ ଦିବସର ଉଷ୍ଣାକି ଇ ତାର ପ୍ରମାଣ ଦେଉଛେ। ଯୋଗ ଶବ୍ଦ ସଂସ୍କୃତ ଭାଷାରେ ୟୁଜ୍ ଧାତୁ ଆଇଛେ। ତାର ମାନେ ହେଉଛି ଜୁଡ଼ବାରଟା। ଆମର ଅସ୍ତିତ୍ୱର 7ଟା ସ୍ତର ଅଛେ: ଶରୀର, ଶ୍ୱାସ, ମନ, ବୁଦ୍ଧି, ଚିତ୍ତ, ଅହଙ୍କାର ଆର୍ ଆତ୍ମା। ପ୍ରକୃତିରେ ଯେନ୍ତା ଗୋଟେ ଲୟ ବା ତାଲ ଅଛେ, ହେନ୍ତା ଆମର ଅସ୍ତିତ୍ୱର ଭିଲ୍ ଗୋଟେ ଲୟ ବା ତାଲ ଅଛେ। ଭିନ୍ନ ଭିନ୍ନ କାରଣରୁ ଆମେ ଇ ତାଲ ବା ଲୟକେ ହରାଇ କରି ଜୀବନରେ ପୂର୍ଣ୍ଣତା ନାଇଁ ପାଇପାରୁ। ଲୟଥି ବନା ହେଇଥିସି ବୋଲି ଶବ୍ଦ ବା ଆବାଜ ଯେନ୍ତା ସଙ୍ଗୀତ ହେଇକରି ଆମକୁ ମିଠା ଲାଗ୍ସି ଶୁଣବାର୍ ଲାଗି, ହେନ୍ତା ଯୋଗ କରିକିରି ଆମେ ଆମର ଅସ୍ତିତ୍ୱର ଭିନ୍ନ ଭିନ୍ନ ସ୍ତର ଭିତରେ ତାଲମେଲ ବସେଇକରି ଗୋଟେ ଲୟଥି ଜୀବନକେ ମଧୁର କରିପାରମା। ପ୍ରାକ୍ ବୈଦିକ ଯୁଗନୁ ଯୋଗ ମୂଲ ହେଇଛେ ବୋଲି ଧରାଯାଏସି। ସିନ୍ଧୁ ସଭ୍ୟତାନୁ ମିଳିଥିବା ଯୋଗାସନ୍ତି ବସିଥିବା ପଶୁପତିଙ୍କର ଚିତ୍ରନୁ ଜଣାପଡ଼ସି ଯେ ଯୋଗ କେତେ ପୁର୍ଣ୍ଣାଏ। ବେଦ, ଉପନିଷଦ, ଗୀତା, ଭାଗବତ, ବୌଦ୍ଧ ସୂତ୍ର ବାଗିର ଶାସ୍ତ୍ରମାନକେ ଯୋଗ ବିଷୟ କୁହାଯାଇଥିଲେ ବି ପତଞ୍ଜଳି ଯୋଗସୂତ୍ର ହେଉଛି ପହଲା ଶାସ୍ତ୍ର ଯେନ୍ଥି ଯୋଗର ମାନସିକ ଆର୍ ଦାର୍ଶନିକ ଭାଗ ଦିଆଯାଇଛେ। ପତଞ୍ଜଳି ଯୋଗସୂତ୍ର ଉପରେ ଆଧାରିତ ଯୋଗ ହେଉଛି ବୈଦିକ ଷଡ଼ ଦର୍ଶନ ଭିତରୁ ଗୋଟେ ଆଏ। ପତଞ୍ଜଳି ଯୋଗସୂତ୍ରର 4ଟା ବିଭାଗ ବା ପାଦ ରହିଛି। ସେଟା ମାନେ ହେଉଛି ସମାଧି ପାଦ, ସାଧନା ପାଦ, ବିଭୂତି ପାଦ ଆର୍ କୈବଲ୍ୟ ପାଦ। ସମାଧି ପାଦ ଥି ନିର୍ମଲ ଚେତନା ବିଷୟ କୁହାଯାଇଛି, ଯେନ୍ଟାକି ବହୁତ ଭଲ ଗୁଣ ଥିବା ମନୁଷ୍ୟମାନେ ପାଏସନ୍। ସାଧନା ପାଦ ଥି ଯୋଗର ନିୟମ ଆର୍ ତରିକା ବିଷୟ କୁହାଯାଇଛି, ଯେନ୍ଟାକି ସାଧକ ଆର୍ ସାମାନ୍ୟ ଗୁଣ ଥିବା ଲୋକେ ମାନସନ୍। ବିଭୂତି ପାଦ ହେଉଛି ଆଧ୍ୟାତ୍ମିକ ପଥ। ଇଥି ଅଲୌକିକ ଶକ୍ତି ଜଗବାର ବିଷୟ କୁହାଯାଇଛି। କୈବଲ୍ୟ ପାଦ ମୁକ୍ତି ବା ମୋକ୍ଷର ରାସ୍ତା ଏ। ପତଞ୍ଜଳି ଯୋଗସୂତ୍ରରେ ଥିବା ସାଧନା ପାଦ ଥି ଅଷ୍ଟାଙ୍ଗ ଯୋଗ ରହିଛି। ଇଟା ହେଉଛି ଯୋଗର 8ଟା ଭାଗ। ଇ 8ଟା ଭାଗ ହେଉଛି ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଆର୍ ସମାଧି। 5ଟା ସାମାଜିକ ନୈତିକତା ହେଉଛି ଯମ। ସେଟା ମାନେ ହେଲା ଅହିଂସା, ସତ୍ୟ, ଆସ୍ତେୟ, ବ୍ରହ୍ମଚର୍ଯ୍ୟ ଆର୍ ଅପରିଗ୍ରହ। ବିନା କାରଣତି କାହାର କ୍ଷତି ନାଇଁ କରବାରଟା ହେଉଛି ଅହିଂସା। ନିଜର ପରିଚୟ, ସ୍ଥିତି ଆର୍ ବିଚାରକେ ଅବିକଲ କହିପାରବାରଟା ହେଉଛି ସତ୍ୟ। ଚୋରି ନାଇଁ କରବାରଟା ହେଉଛି ଆସ୍ତେୟ। ଇନ୍ଦ୍ରିୟକେ ଆୟତ କରବାର ସହିତ ଚେତନାକେ ବ୍ରହ୍ମଜ୍ଞାନ ଥି ଥିର କରବାରଟା ହେଉଛି ବ୍ରହ୍ମଚର୍ଯ୍ୟ। ନିଜର ଦରକାରନୁ ଏତକା ଜମା ନାଇଁ କରବାର ସହିତ ଅନ୍ୟର ଜିନିଷକେ ଲୋଭ ନାଇଁ କରବାରଟା ହିଁ ଅପରିଗ୍ରହ। ନିୟମ ହେଉଛି 5ଟା ବ୍ୟକ୍ତିଗତ ନୈତିକତା। ସେଟା ମାନେ ହେଲା ଶୌଚ ମାନେ ଶରୀର ଆର୍ ମନର ଶୁଦ୍ଧି, ସନ୍ତୋଷ ମାନେ ତୃପ୍ତି, ତପ ମାନେ ଶାରୀରିକ ଆର୍ ମାନସିକ କଷ୍ଟ ସହବାରଟା, ସ୍ୱାଧ୍ୟାୟ ମାନେ ନିଜକୁ ଦେଖବାରଟା ଆର୍ ଈଶ୍ୱର ପ୍ରଣିଧାନ ମାନେ ଭଗବାନଙ୍କର ପ୍ରତି ପୁରା ସମର୍ପଣ। ଶରୀରକେ ସାଧବାର ଲାଗି ଭିନ୍ନ ଭିନ୍ନ ଥିର ଆର୍ ସୁଖକର ମୁଦ୍ରାଥି ନିଶ୍ୱାସ ପ୍ରଶ୍ୱାସକେ ଦେଖବାରଟା ହେଉଛି ଆସନ। ଏଟାକେ ହଠ ଯୋଗ ଭିଲ୍ କୁହାଯାଏସି। ଆସନ କରବାର ଦ୍ୱାରା ଭିନ୍ନ ଭିନ୍ନ ଲାଭ ମିଳିବାର ସହିତ ଶରୀରକେ ଠିକ୍ ସମ୍ମାନ ମିଳିପାରସି। ପ୍ରାଣର ମାନେ ହେଉଛି ସୂକ୍ଷ୍ମ ଜୀବନୀ ଶକ୍ତି ଆର୍ ଆୟାମ ମାନେ ଦିଗ। ହେଥିଲାଗି ପ୍ରାଣାୟାମ ମାନେ ସୂକ୍ଷ୍ମ ଜୀବନୀ ଶକ୍ତିକେ ଠିକ୍ ଦିଗେ ପ୍ରବାହିତ କରବାର ପ୍ରକ୍ରିୟା। ଶ୍ୱାସ ଆମର ଶରୀରକେ ଅମ୍ଳଜାନ ଦେବାର ସାଙ୍ଗେ ମନକେ ପ୍ରାଣ ଶକ୍ତି ଦେଇଥିସି। ପୂରକ, କୁମ୍ଭକ ଆର୍ ରେଚକ ବାଗିର ପ୍ରକ୍ରିୟାକେ ମିଶାଇକିରି ଶ୍ୱାସର ଭିନ୍ନ ଭିନ୍ନ ଲୟଥି ପ୍ରାଣାୟାମ କରାଯାଏସି। ମନକେ ଇନ୍ଦ୍ରିୟ ବିଷୟମାନଙ୍କନୁ ଫେରି ଆନିକରି ଅନ୍ତର୍ମୁଖୀ ହେବାରଟାକେ ପ୍ରତ୍ୟାହାର କୁହାଏସି। ଇଥି ଇନ୍ଦ୍ରିୟମାନେ ଆୟତ୍ଥି ରହେସନ୍। ମନକେ କେନ୍ସି ବିଷୟଥି କେନ୍ଦ୍ରିତ କରିକିରି ଲଗାବାରଟା ହେଉଛି ଧାରଣା। ଧ୍ୟାନ ବିଷୟ ଆମର ସମାଜଥି ଗୋଟେ ଭୁଲ ଧାରଣା ରହିଯାଇଛି ଯେ ଧ୍ୟାନ ମାନେ ଏକାଗ୍ରତା ଆଏ ବୋଲି। ହେଲେ ଧ୍ୟାନ ଏକାଗ୍ରତା ନୁହେଁ। ସେ କିଛି ଭିଲ୍ ନାଇଁ କରିକିରି ରହିବାର କଲା ହେଉଛି ଧ୍ୟାନ। ମନକେ ଖାଲି ଢିଲା ଛାଡ଼ି ଦେବାର କଥା। ଧ୍ୟାନର ଫଲ ହେଉଛି ଏକାଗ୍ରତା। ରାତି ଶୋଇଲା ବେଲେ ଯେନ୍ତା ଆମକୁ ଚେଷ୍ଟା କରବାରକେ ନାଇଁ ପଡ଼େ ଆର୍ ଚେଷ୍ଟା କଲେ ଭିଲ୍ ନାଇଁ ହୁଏ, ହେନ୍ତା ଆମେ ଚେଷ୍ଟା ନାଇଁ କରିକିରି ବସଲେ ତାର ଧ୍ୟାନ ହେବା। ଧ୍ୟାନତି ଗଭୀର ବିଶ୍ରାମ ମିଲବାର ସାଙ୍ଗେ ହୋସ୍ ଭିଲ୍ ଥିସି। ଯୋଗର ଶେଷ ଅବସ୍ଥା ହେଉଛି ସମାଧି। ମନ ଭିତରୁ ସବୁ ବିଚାର ନିରୋଧ ହେଲା ପରେ ଆମେ ଗୋଟେ ଥିର ଆର୍ ଉତ୍ତମ ସ୍ଥିତି ରହିଥିସୁଁ। ଇଟାକେ ସମାଧି କୁହାଯାଏସି। ସବୁଦିନ ଧ୍ୟାନକେ ବହୁତ ବଛର ତକ ଅଭ୍ୟାସ କଲା ପରେ ନିଜର ଅସ୍ତିତ୍ୱର ଜ୍ଞାନ ନାଇଁ ରହେ। ଇଟା ହିଁ ସମାଧି। ସମାଧି ଉତ୍ତରୁ ପ୍ରଜ୍ଞା ପ୍ରାପ୍ତ ହେସି। ତ ଆସୁନ୍ ଏବେ 21 ତାରିଖ ଦିନ ସବେ ମିଶିକିରି ମନାମା ଆନ୍ତର୍ଜାତିକ ଯୋଗ ଦିବସ 2025 ଆର୍ ଆମର ଦେଶରେ ପ୍ରାଚୀନ ପରମ୍ପରାକେ ଆଧୁନିକ ଯୁଗେ ପ୍ରଚାର ପ୍ରସାର ଲାଗି ହେଉଥିବା ମହତ ଅଭିଯାନତେ ସାମିଲ ହେଇକରି ନିଜର ଆଉ ସାରା ପୃଥ୍ୱୀ ଲୋକର ଶାରୀରିକ, ମାନସିକ ଆର୍ ଆଧ୍ୟାତ୍ମିକ ବିକାଶ କରିକିରି ନିଜକୁ ଧନ୍ୟ ମନେ କର୍ମା।